ଆଜି ଖରାବେଳ ଖାଇବାଟା ପୁରା ଜମିଗଲା। ଦିଦି ନଡ଼ିଆ ରସ ଦେଇ ମଟର ତରକାରୀ ବନେଇଥିଲା। ପ୍ରଥମ ଥର ଏମିତି ବନେଇଥିଲା, ବହୁତ ଟେଷ୍ଟି ଲାଗୁଥିଲା। ଭାତ, ମଟର ତରକାରୀ, ପୋଟଳ ଭଜା ଦିଦିର ମୋର ମିଶିକି ଖାଇ ଦେଇଥିଲୁ। 4ଟା ବେଳେ ବାଡ଼ିକୁ ଆସିଲୁ ବାଡ଼ି ସଫା କରିବା ପାଇଁ। ବହୁ ଜଣ ମୋତେ କମେଣ୍ଟ କଲାନ୍ତି ତମ ପଟେ ମାଙ୍କଡ଼ ନାହାନ୍ତି, ସେଥିପାଇଁ ତୁମେ ଫ୍ରେଶ୍ ଫ୍ରେଶ୍ ପନିପରିବା ବାଡ଼ିରେ ଫସଲ କରି ଖାଇପାରୁଛ। ଆମ ପଟେ ବହୁତ ମାଙ୍କଡ଼, ଆମେ ସେଥିପାଇଁ ବାଡ଼ିରେ କିଛି ବି ଫସଲ କରିପାରୁନୁ। ସେମିତି କିଛି ନୁହଁ, ଆମ ପଟେ ବି ବହୁତ ମାଙ୍କଡ଼, ଏପଟେ ପ୍ରବଳ ମାଙ୍କଡ଼ ଅଛନ୍ତି। ତା ମାନେ ନୁହଁ ଯେ ଆମେ ମାଙ୍କଡ଼କୁ ଡରିକି ଫସଲ କରିବା ବନ୍ଦ କରିଦେବା। ମୋ କଥା ଛାଡ଼ନ୍ତୁ, ସବୁ ଚାଷୀ ଭାଇମାନଙ୍କ କଥା ଭାବନ୍ତୁ। ସେମାନେ ଯଦି ମାଙ୍କଡ଼କୁ ଡରିକି ଫସଲ କରିବା ବନ୍ଦ କରିଦିଅନ୍ତେ, ତାହେଲେ ମାର୍କେଟକୁ ତ କିଛି ବି ପନିପରିବା ଆସିପାରନ୍ତାନି, କି ଆମେ ବି ଦାନା ମୁଠେ ଖାଇପାରନ୍ତୁ ନାହିଁ। ତା ମାନେ ନୁହଁ ଯେ ଆମେ ମାଙ୍କଡ଼କୁ ଡରିକି ଫସଲ କରିବା ବନ୍ଦ କରିଦେବା। ମୁଁ ଆପଣଙ୍କୁ କହୁଛି, ମାଙ୍କଡ଼କୁ ଡରିକି ଫସଲ କରିବା ବନ୍ଦ କରନ୍ତୁନି। ଆପଣଙ୍କୁ ଯଦି ଇଚ୍ଛା ଅଛି ଗଛ ଲଗେଇକି ବାଡ଼ିରେ କିଛି ପନିପରିବା କରିବାକୁ, ତାହେଲେ ଗଛ ଲଗାନ୍ତୁ। ମାଙ୍କଡ଼କୁ ଜମା ବି ଡରନ୍ତୁ ନାହିଁ। ମୁଁ ଗୋଟେ ଆପଣଙ୍କୁ କଥା କହୁଛି, ମୁଁ ଆର ବର୍ଷ ଭେଣ୍ଡି ଚାଷ କରିଥିଲି। ଆପଣମାନେ ଯଦି ମୋର ପୁରୁଣା ଭିଉଅର୍ସ ହେଇଥିବେ ଜାଣିଥିବେ, ଭେଣ୍ଡି ଚାଷ କରିଥିଲି। ଏତେ ଭେଣ୍ଡି ହେଇଥିଲା ଯେ ଆମେ ତୋଳି ବି ପାରିଲୁନି। ଭେଣ୍ଡି ପ୍ରବଳ ବୁଢ଼ା ହେଇଗଲା, ମାଙ୍କଡ଼ ବି ବହୁତ ଖାଇଛନ୍ତି। ତା ମାନେ ନୁହଁ ଯେ ମୋର କିଛି ଲସ୍ ହେଲା। ଭେଣ୍ଡି ଏତେ ହେଇଥିଲା, ମୋର କିଛି ବି ଲସ୍ ହେଲାନି, ମାଙ୍କଡ଼ ଖାଇ